କାକରୁଦ୍ରପୁର ଗ୍ରାମ ପଞ୍ଚାୟତର ବଳଭଦ୍ରପୁର 18 ନମ୍ବର ଜୋନ୍ରେ ବଳଭଦ୍ରପୁର ଗ୍ରାମରେ ମୁଁ ଏବେ ଦେଖୁଥିଲି ସେଠିକାର ଯେଉଁ ଦଳିତ ସମ୍ପ୍ରଦାୟ ଲୋକମାନେ ସେମାନେ ଅଭିଯୋଗ କରୁଛନ୍ତି ଯେ ତାଙ୍କ ଗାଁରେ ଯିବା ପାଇଁ ରାସ୍ତା ନାହିଁ। ମୋତେ ବଡ଼ ଆଶ୍ଚର୍ଯ୍ୟ ଲାଗୁଛି ଯେ ପଞ୍ଚାୟତରେ ତ ଟଙ୍କା ଅଛି, ସବୁ ପଞ୍ଚାୟତରେ ଯଥେଷ୍ଟ ଟଙ୍କା ସରକାର ଆମ ସରକାର ମୋହନ ସରକାର ଦେଇଛନ୍ତି। ଏସବୁ ରାସ୍ତା ଗୁଡ଼ାକ ଏମାନେ କାହିଁ କରୁନାହାନ୍ତି? ଏ ରାସ୍ତା ତୁରନ୍ତ କରିବା ଦରକାର, ଯେମିତି ଗାଁ ବାଲାଙ୍କର କିଛି ଅସୁବିଧା ନ ହଉ। ଏବଂ ସେମାନେ 160ଟି ପରିବାର ଅଛି, ଭାରି କଷ୍ଟରେ ସେମାନେ ଚଳୁଛନ୍ତି। ତେଣୁକରି ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଡ଼ିଓ ମହାଶୟ ତାକୁ ତଦନ୍ତ କରିବା ଦରକାର, କରିକରି ତାଙ୍କର ଯାହା ସମସ୍ୟା ସମାଧାନ କରିବା ଦରକାର। ଏବଂ ତା ସହିତ ଏ ବିଷୟ ମୁଁ ମଧ୍ୟ ଲେଖାଲେଖି କରିବି, ଯେମିତି କଲେକ୍ଟରଙ୍କୁ ଦିଆଯିବ ଏବଂ ପଞ୍ଚାୟତରାଜ ବିଭାଗକୁ ମଧ୍ୟ ପଠାଯିବ ସେ ଗାଁ ରାସ୍ତା ପାଇଁ। ତା ସହିତ ମୁଁ ଭାରତୀୟ ଜନତା ପାର୍ଟିର ସମସ୍ତ ବାଲିଅନ୍ତା ବାଲିପାଟଣା ଦେବଦୁର୍ଲଭ କର୍ମକର୍ତ୍ତାମାନଙ୍କୁ ମୁଁ ଅନୁରୋଧ କରିବି ଯେ ସେମାନେ ତାଙ୍କର ପଞ୍ଚାୟତରେ ଯେଉଁମାନେ ନିହାତି ଗରିବ ଲୋକ ଅଛନ୍ତି, ଯାଙ୍କର ଘର ନାହିଁ, ଝୁପଡ଼ି ଘର ଅଛି ଏବଂ ଆମର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଯେଉଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସେମାନେ କେମିତି ସମସ୍ତେ ପାଇବେ, ଏମାନେ ବୁଲି ବୁଲି କରି ସବୁ ତାଲିକା ସଂଗ୍ରହ କରି ବ୍ଲକକୁ ସେମାନେ ଦେଖିବା ଦରକାର, ଯେପରି ତାଙ୍କର ନାଁ କଟିବ ନାହିଁ। କାରଣ ପ୍ରଧାନମନ୍ତ୍ରୀଜୀ କହିଛନ୍ତି, ମାନନୀୟ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କେହି ଘର ଛଡ଼ା ରହିପାରିବେ ନାହିଁ, ସମସ୍ତଙ୍କର ଘରର ବ୍ୟବସ୍ଥା ଦେବ, ସମସ୍ତେ ପକ୍କା ଘର ପାଇବେ। ସେଥିପାଇଁ ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି ଯେ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତାମାନଙ୍କୁ ଯିଏ ଯେଉଁ ପଞ୍ଚାୟତରେ ଅଛନ୍ତି ତାଙ୍କ ପଞ୍ଚାୟତରେ ସେ ସବୁ ତଦନ୍ତ କରି ବୁଲିକରି ଦେଖି ତାଙ୍କର ନାଁ ସଂଗ୍ରହ କରି ତାଙ୍କ ଡକୁମେଣ୍ଟ ସଂଗ୍ରହ କରି ବ୍ଲକକୁ ଯୋଗାଯୋଗ କରନ୍ତୁ ଏବଂ ଯଦି କିଛି ଅସୁବିଧା ହୁଏ ତାହେଲେ ମୋ ସହିତ ଯୋଗାଯୋଗ କରନ୍ତୁ। ମୁଁ ବି ପୂର୍ଣ୍ଣ ମାତ୍ରାରେ ସହଯୋଗ କରିବି, ଯେମିତି ଗରିବ ଲୋକମାନଙ୍କର କିଛି ଅସୁବିଧା ନ ହୁଏ। ତାଙ୍କ ଗାଁରେ ରାସ୍ତା ହେବା ଦରକାର, ତାଙ୍କ ମୁଣ୍ଡ ତଳେ ଛାତ ରହିବା, ତାଙ୍କର ଛାତ ତଳେ ସେମାନେ କେମିତି ରହିପାରିବେ ସେ ବ୍ୟବସ୍ଥା କେମିତି କରାଯାଇପାରିବ, ସେଥିରେ ଆମେ ଯତ୍ନବାନ ହେବା ସମସ୍ତେ।